ନୂଆ ବର୍ଷ ଆସୁଛି ଆମେ କ୍ରିକେଟ ଖେଳ କରିବୁନୁ କେମିତି ହବ ସେଥିପାଇଁ ଦେଖନ୍ତୁ ଆମେ ପ୍ରସ୍ତୁତ କରୁଛୁ ପିଚ୍ କ୍ରିକେଟ ଖେଳଟି ଅନୁଷ୍ଠିତ କରିବୁ। ପୂର୍ବ ଭିଡ଼ିଓରେ ତ ଛୋଟ ପିଲାମାନଙ୍କର ମ୍ୟାଚ୍ ଦେଖେଇଥିଲି। ଦେଖନ୍ତୁ ବର୍ତ୍ତମାନ ବଡ଼ ପିଲାମାନଙ୍କର ଟୁର୍ଣ୍ଣାମେଣ୍ଟ ହବ, ସେଥିପାଇଁ ଆମେ ସବୁ କାମରେ ଲାଗିଯାଇଛୁ। ମୋର ଏଠି ବର୍ତ୍ତମାନ ଯେଉଁ ଭାଇମାନେ ସବୁ କାମ ଯାହା କରୁଛନ୍ତି ଭିଡ଼ିଓ ଟିକେ କରୁଛି, ସେମାନେ କହିଲେ ଭିଡ଼ିଓ କରିକି ସମସ୍ତଙ୍କୁ ଦେଖେଇଲେ ଦର୍ଶକ ବନ୍ଧୁ ଅଧିକ ମାତ୍ରାରେ ଆସିବେ, ଆମ ଗାଁରେ ଖେଳ ଦେଖିବେ। ଏଠି ଦେଖନ୍ତୁ ସର୍କଲ ପ୍ରସ୍ତୁତି ଚାଲିଛି। ସର୍କଲଟି ପ୍ରସ୍ତୁତି କରିବା ଖେଳରେ ନିହାତି ଆବଶ୍ୟକ, କାରଣ ପାୱାର ପ୍ଲେରେ ସର୍କଲର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ। ପ୍ଲେୟାର ବାହାରେ ରହିବେ, ଭିତରେ ରହିବେ, ଆଉ ସର୍କଲଟି ରହିବା ଦରକାର। ସେଥିପାଇଁ ଚୂନ ଆସିକି ସବୁ ପ୍ରସ୍ତୁତି ହେଉଛି। ମଝିରେ ଦେଖନ୍ତୁ ଭାଇମାନେ ସବୁ ଇଏ କରିକି ଫିତା ଧରିକି ମାପିକି ଆମର ସବୁ ସର୍କଲ ସମାନ ହେବ, ବାଉଣ୍ଡ୍ରି ସମାନ ହେବ, ବଡ଼ ଛୋଟ କିଛି ହେବାର ନାହିଁ। ବଡ଼ ରସି ଆସିଛି, ମଝିରେ ଠିଆ ହେଇକି ବାଉଣ୍ଡ୍ରି ବୁଲା ହେବ, ସବୁଆଡ଼େ ସମାନ ହେବ। ଦେଖନ୍ତୁ ବର୍ତ୍ତମାନ ପିଚ୍ଟିକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ କରିସାରିଲେଣି। ଚୂନ ପଡ଼ିବା ବାକି ଅଛି, ଚୂନ ମରାଯିବ। ଚୂନ ମରା ସରିଲା ପରେ ବାଉଣ୍ଡ୍ରି ମଧ୍ୟ ବୁଲାଯିବ। ଦେଖନ୍ତୁ ବର୍ତ୍ତମାନ ସକାଳୁ ସକାଳୁ ମୁଁ ଭିଡ଼ିଓ କରୁଛି। ଆମ ପିଚ୍ଟି ଢଳେଇ ନ ହେବାର କାରଣ ଏଥିରେ କର୍କ ବଲ୍ରେ ଖେଳ ହୁଏ। ପ୍ରତିବର୍ଷ ଟୁର୍ଣ୍ଣାମେଣ୍ଟ ହୁଏ, କିନ୍ତୁ ଏଇ ବର୍ଷେ 2 ବର୍ଷ ହେବ ବନ୍ଦ ହେଇଛି। ପୁଣି ଆଗକୁ ହେବ। ଆଉ ଘାସ ଯଦି ଥାଏ ତାହେଲେ ଚାଞ୍ଛିକି ମ୍ୟାଟ୍ ପକେଇ ଖେଳ କରିବୁ, ଢଳେଇ ହେଲେ ଅସୁବିଧା।